करबू ना ଆଗର ନାଇଁ ନା ଚାର ଭିତରେ ସେ ନ କାଢ଼ି କିଛି ନ କରି प्रभु आ मंडली लोक हृदय कार्य कले प्राय 2 वर्ष पूर्वर यही पुराणा गिरजाघर को भग्न करी नुआ गिरजाघर करने निष्पत्ति नेले एवं किसी कारणवशतः आम अतिशीघ्र आम गिरजाघर भग्न करना कारण बसी उपासना करने आमको जगह नाला तेणुक बर्तमान टीण गिरजाघर आम तैयारी कलु आपको समाप्त कलापर आम पुराणा गिरजाघर भग्न करी नूतन भाव में गोटे पक्का गिरजाघर करने स्थिर कर आज मंडली निष्पत्ति प्रकार भग्न कार्यक्रम करने से संगे संगे नूतन गिरजाघर करने गोटे स्वतंत्र भाव में उपवास प्रार्थना मीटिंग डक से संगे संगे आम गहल प्रिय प्रभुंर दास आम आचार्य उपेन्द्र परिचा महाशय आम अनुरोध करूँ से आम गहल को आसिले आमको उत्साह प्रदान कले आम प्रार्थना कले तेणु आम धन्यवाद करुचु निजर हस्त द्वारा यही गृह को भग्न कर प्रभु अनुग्रह कर समस्त को प्रभु जीशुख्रीष्ट नाम मोर आंतरिक नमस्कार। ख्रीष्टर प्रिय भाई एवं भणी माने रायगढ़ रे एक चर्च को भंगागला आपण से वीडियो हुए तो पूर्व देखि अलग चैनल मानकरे आउ ए वीडियो को आउ थरा मु देखापी बाध्य हली मो चैनल रे कारण से घटना को लेकिन आम किसी विषय में आलोचना करिबा जहाँ को जानिबा आमर निहाती दरकार अटे आमर जानिबा निहाती दरकार आवश्यक अटे आउ पूर्वर अनेक थर मो चैनल मु कहि सारी आज मत कहवाई बाध्य होउछि कारण अनेक ख्रीस्टान भाई भनी माने ए विषय से जानते नहीं जानी नाहंती परि से अनेक प्रकार समस्यार से सम्मुखीन होइथांते आउ सेमानक जीवन रे जेतबेले ताड़ना आसे कौन सी बिना कारण रे जेतबेले ताड़ना आसे आ सेमानको गाँव मध्य बाहर कर दिया जाए आ से मुँह खोली पारि न थांते से बरং से गाँ को छाड़ी चली जाते अन्य जगार से विश्वासी भाव में जीवन यापन करते से जीशु को छाड़ती ना यहाँ तो सबुठारु भल विषय अटे उत्तम विषय अटे किंतु एमिति किसी विषय रही अछि जोटा कि प्रत्येक ख्रीस्टान भाई भनी मान को जानिबा दरकार। तबे प्रिय बंधुगण आमर भारत वर्ष रे ख्रीस्टियानिटी को अटकाइबा निमंते मोर कहबार कथा होचे ख्रीस्टियानिटी जमते प्रभु जीशुंकर लोक माने बेसी न बढ़ंतु माने एई विषय को ध्यान रे रखी अनेक गुड़िया राजनैतिक दल गुड़िक रही केवल सेतिक नुहे एमानकर स्वतंत्र ट्रेनिंग भी अच्छे कौन आप जानते आरएसएस दल बजरंग दल शिवसेना दल एमानकर गोटे गोटे ट्रेनिंग अच्छी एमानकर एमाने
ଏମାନଙ୍କ ଟ୍ରେନିଂ ଅଛି। ଟ୍ରେନିଂରେ ଏମାନଙ୍କୁ ଶିକ୍ଷା ଦିଆଯାଏ ତୁମେ କେମିତି ଖ୍ରୀଷ୍ଟିଆନମାନଙ୍କୁ ହଇରାଣ କରିବ, ଆଉ ଖ୍ରୀଷ୍ଟିଆନମାନଙ୍କୁ ତୁମେ କେମିତି ଅଟକାଇବ, କେମିତି ସେମାନଙ୍କୁ ବାଧା ଦେବ, ଆଉ କେମିତି କଲେ ଖ୍ରୀଷ୍ଟିଆନମାନେ ଡରିଯିବେ, ଆଉ କେମିତି କଲେ ସେମାନେ ପୁଣି ଥରେ ହିନ୍ଦୁ ଧର୍ମକୁ ଫେରି ଆସିବେ। ମାନେ ଏଇ ସମସ୍ତ ବିଷୟ ମଧ୍ୟ ସେମାନଙ୍କର ମାନେ ଟ୍ରେନିଂରେ ରହିଅଛି। ତାଙ୍କ ଟ୍ରେନିଂରେ ଅନ୍ୟାନ୍ୟ ବିଷୟ ଗୁଡ଼ିକ ମଧ୍ୟ ଅଛି, କିନ୍ତୁ ତା ଭିତରେ ଏଇ ସମସ୍ତ ବିଷୟ ମଧ୍ୟ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ଏମାନେ ପୁରା ପ୍ଲାନିଂ କରନ୍ତି, ମାନେ ଗୋଟେ ଚର୍ଚ୍ଚକୁ ଭାଙ୍ଗିବା ପୂର୍ବରୁ ମାନେ କେମିତି କଲେ ଆମ ଉପରକୁ ଆଞ୍ଚ ଆସିବ ନାହିଁ, ଆମେ କେମିତି କଲେ ଏଇ ଚର୍ଚ୍ଚଟା ଭାଙ୍ଗିଯିବ, ଆଉ ଖ୍ରୀଷ୍ଟିଆନମାନେ ପ୍ରାର୍ଥନା ନ କରନ୍ତୁ, ସେମାନଙ୍କ ସଂଖ୍ୟା ନ ବଢ଼ୁ। ଆଉ ସେମାନଙ୍କ ଟ୍ରେନିଂ ରହିଅଛି, ସେମାନଙ୍କ ଶିକ୍ଷା ପାଇକି ସେମାନଙ୍କର କାମ କରନ୍ତି। କିନ୍ତୁ ଯଦି ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ଯଦି ଟ୍ରେନିଂ ମିଳନ୍ତା, ତେବେ ସେମାନେ ମଧ୍ୟ ଜାଗ୍ରତ ହୁଅନ୍ତେ। ତେବେ ଏଇଭଳି ଯେତେ ବି ଖ୍ରୀଷ୍ଟିଆନ ବିରୋଧୀ ଆସନ୍ତୁ ନା କାହିଁକି, ସେମାନେ କିଛି ମଧ୍ୟ କରିପାରିବେ ନାହିଁ। ତେବେ ଟ୍ରେନିଂଟା କ'ଣ? ଧର୍ମଗତ ସ୍ୱାଧୀନତା ଅଧିକାର। ଜଣେ ବ୍ୟକ୍ତି ନିଜର ଇଚ୍ଛା ଅନୁସାରେ ନିଜ ଧର୍ମକୁ ପ୍ରଚାର କରିପାରିବ। ସେ ରାସ୍ତାରେ ଘାଟରେ ହେଉ କିମ୍ବା କଲେଜ ୟୁନିଭର୍ସିଟିରେ ହେଉ, ନିଜର ଧର୍ମକୁ ସେ ପ୍ରଚାର କରିପାରିବ। ତାପରେ ଦ୍ୱିତୀୟ ଅଧିକାର କ'ଣ ରହିଅଛି? ସେ ନିଜର ଧାର୍ମିକ ଅନୁଷ୍ଠାନ ଖୋଲିପାରିବ, ଯେପରିକି ଚର୍ଚ୍ଚ ହେଉ, ଯେପରିକି କୌଣସି ଖ୍ରୀଷ୍ଟିଆନ ମେଡ଼ିକାଲ ହେଉ କିମ୍ବା ସ୍କୁଲ ହେଉ, ସେ ଖୋଲିପାରିବ। ଧାର୍ମିକ ଅନୁଷ୍ଠାନ ଖୋଲିପାରିବ, ନିଜ ଧର୍ମ ବିଷୟରେ ଶିକ୍ଷା ଦେଇପାରିବ। ଏଇଭଳି ନିୟମ ଗୁଡ଼ିକ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, କିନ୍ତୁ ତଥାପି ଆଜିକାଲିର ଖ୍ରୀଷ୍ଟିଆନମାନେ କାହିଁକି ସେମାନେ ତାଡ଼ନା ପାଉଛନ୍ତି ଆପଣ ଜାଣିଛନ୍ତି? ଆପଣ ଜାଣିନାହାନ୍ତି। କାରଣ ସେମାନେ ନିଜର ଅଧିକାରକୁ ସେମାନେ ଜାଣିନାହାନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଯଦି ଆପଣ ଚାହୁଁଛନ୍ତି ମାନେ ଆପଣଙ୍କର ଅଧିକାର କ'ଣ, ମାନେ ଆମ ଦେଶ, ଆମ ସମ୍ବିଧାନ ଆପଣଙ୍କୁ କ'ଣ ଅଧିକାର ଦେଇଛି, ସେଥିରେ ମୋତେ ଗୋଟେ ବହି ଗୋଟେ ଅଛି। ସେ ବହିକୁ ଆପଣ ମଗାନ୍ତୁ, ମଗେଇକି ଆପଣ ତାକୁ ପଢ଼ନ୍ତୁ। ଆଉ ସେ ବହି କିପରି ମଗାଇବେ, ମୁଁ ଗୋଟେ ଫୋନ୍ ନମ୍ବର ଦେଇଦେବି ଡେସ୍କ୍ରିପସନ୍ରେ। ସେ ଫୋନ୍ ନମ୍ବରରେ ଆପଣ ମଗାଇ ପାରିବେ ସେ ବହିଟିକୁ। ମଗାଇକି ଆପଣ ପଢ଼ନ୍ତୁ। ଯେତେବେଳେ ଆପଣ ସେ ବହିକୁ ପଢ଼ିବେ, ଆପଣ ବିଲକୁଲ ବି ଭୟ କରିବେ ନାହିଁ। ମାନେ ଆପଣଙ୍କ ଭିତରେ ଯଦି କୌଣସି ଭୟ ରହିଅଛି, ଆପଣ ସେବା କାର୍ଯ୍ୟ କରୁଛନ୍ତି, କାଳେ ବିରୋଧୀମାନେ ଆପଣଙ୍କୁ ପିଟି ଦେବେ କି ମାରିଦେବେ, ଏମିତି ଯଦି କୌଣସି ଭୟ ରହୁଛି, ତେବେ ସେ ଭୟ ମଧ୍ୟ ଆପଣଙ୍କ ଭିତରୁ ଦୂରେଇ ଯିବ ଏବଂ ଆପଣ ବିରୋଧୀମାନଙ୍କର ସାମ୍ନା କରିପାରିବେ। ଏମିତି ବିଷୟ ସେ ବହିରେ ଲେଖା ଅଛି। ଆପଣ ସେ ନମ୍ବରରେ କଣ୍ଟାକ୍ଟ କରିବେ, କଣ୍ଟାକ୍ଟ କରିକି ସେ ବହି ମଗାଇ ପାରିବେ। ତେବେ ଛାଡ଼ନ୍ତୁ, ମୋର ଟପିକ୍ ଏଇଆ ନୁହେଁ। ମୋର ଟପିକ୍ ହେଉଛି ଆମେମାନେ ନିଜର ଅଧିକାରକୁ ଆମେମାନେ ଜାଣିବା, ନିଜ ଅଧିକାରକୁ ଜାଣିବା ଆଉ ନିଜ ଅଧିକାରକୁ ଆମେ ପାଳନ କରିବା। ଧର୍ମଗତ ସ୍ୱାଧୀନତା ଅଧିକାର ଦିଆଯାଇଛି ପ୍ରତ୍ୟେକ ଖ୍ରୀଷ୍ଟିଆନ ବିଶ୍ୱାସିନୀ ଭାଇ ଭଉଣୀମାନଙ୍କୁ। ତା ସହିତ ଆଉ ଗୋଟେ ବିଷୟ କହିକି ମୁଁ ଶେଷ କରିବି। ଏଠାରେ ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି, ଯେଉଁମାନେ ଚାହାନ୍ତି ଯେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ନ ବଢ଼ୁ, ଆଉ ଯେଉଁମାନେ ଚାହାନ୍ତି ଯେ ଖ୍ରୀଷ୍ଟିଆନମାନଙ୍କ ପ୍ରତ୍ୟେକ ପ୍ରୋଗ୍ରାମରେ ବାଧା ସୃଷ୍ଟି ହେଉ, ଯେଉଁମାନେ ନିଜେ ଯାଇକି ଚର୍ଚ୍ଚ ପୋଡ଼ି ଦିଅନ୍ତି, ଆଉ ଯେଉଁମାନେ ନିଜେ ଯାଇକି ଚର୍ଚ୍ଚ ଭାଙ୍ଗି ଦିଅନ୍ତି, ଆଉ ସେମାନେ ଏହିସବୁ କାର୍ଯ୍ୟ ଯେତେବେଳେ କରନ୍ତି, ସେତେବେଳେ କ'ଣ କରିବା ଦରକାର? ସେମାନଙ୍କ ନିମନ୍ତେ ମଧ୍ୟ ଆପଣ ପ୍ରାର୍ଥନା କରନ୍ତୁ। ପ୍ରଭୁ ସେମାନଙ୍କୁ ପରିବର୍ତ୍ତନ କରନ୍ତୁ, ନହେଲେ ପ୍ରଭୁ ସେମାନଙ୍କୁ ଚେତନା ଦିଅନ୍ତୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ସମସ୍ତ ବିଷୟକୁ ନେଇକି ଆପଣ କ'ଣ ଚିନ୍ତା କରୁଛନ୍ତି ମୁଁ ଜାଣେ ନାହିଁ, କିନ୍ତୁ ମୋର ଚିନ୍ତାଧାରା ଅନୁସାରେ ଆମେ ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା, ତାଙ୍କର ସେବା କାର୍ଯ୍ୟ କରିବା,
ଶତ୍ରୁକୁ କ୍ଷମା ଦେବା ଆଉ ଆମ୍ଭେମାନଙ୍କ ଜୀବନରେ ତାରଣ ଆସିବ ଏ ସମସ୍ତ ବିଷୟ ତ ଅଛି। କିନ୍ତୁ ମୋର ମତ ଅନୁସାରେ ଆମେମାନେ ଏଇଆ ମଧ୍ୟ କରିବା ଦରକାର ଯେପରିକି ଆମେମାନେ ନିଜର ଧର୍ମଗତ ସ୍ୱାଧୀନତା ଅଧିକାରକୁ ଆମେମାନେ ଯେପରି ଜାଣିପାରିବା। ତେବେ ପ୍ରିୟ ବନ୍ଧୁଗଣ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର। ପୁଣି ଦେଖା ହେବା ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।